ओम नमो भगवते वासुदेवाय। तृतीय स्कंध प्रथमोऽध्याय। श्रीशुकवाच। शौनक आदि मुनिजने आनंदे सुत सन्निधाने विदुर कथा मने चिंती विश्वास भावे पचारती। हे सुत तुम्भर बचन शुणी संतोष आम्भ मन। से कुरु विदुरर बाणी आम्भे तुम्भर मुखु शुणी। हृदु छाड़िबु भवे व्यथा विशेषी कह तार कथा। सर्वसंपद छाड़िबने किंपाप शिला दुख मने। अनेक तीर्थे देई मन पृथिवी कला पर्यटन। मैत्रेय मुनिक संगर एकांते अध्यात्म विचार। काहीं बा नदी तैर बने सानंदे बसी सर्वजने। संतोषे विदुरर आगे मैत्रेय मुनि अनुमार्गे। बोइले बदरिकाश्रमे मैत्रेय मुनि अनुमाने। कहिले तत्वसार बाणी जेणु संसारु तरे प्राणी। से कथा कह मुनिवर विदुर विचेष्टित सार। से पुणी बंधु त्याग अर्थे पुणी मिलिले इंद्रप्रस्थे। एमंते मुनिवर बाणी सुत संतोष मने शुणी। कहती सनकादि आगे कृष्णर भाव अनुरागे। शुण हे मुनिजन तोषे एकथा सुक मुनि पासे। आनंदे अभिमन्यु सुत पूछिला मुनिक ग्रत। से सुक कहिले जेमंते से कथा शुण एकचिते। श्रीशुकवाच। शुक कहन्ति भाव भरी शुण परीक्ष दंडधारी। से धृत राष्ट्र जेतेबेळे निष्ठुर हीन बुद्धि हेले। अधर्मे धन से संचयी निज सुतकु भोग देई। पंडु सुतंकु देखि भिन्ने निंदई निष्ठुर वचने। बालके पितृहीन होई मातार संगे दुख सही। हस्तिनापुरे तांक घरे बंचंती अति अव्यवहारे। ताहांक मरण इच्छई भीमंकु विष लडु देई। जतुर घरे अग्नि देला से बेळे गोविंद रखिला। पुणी सभार तळे आणी पंचु पांडवंकर मणि। केश आकर्षि बाहुबळे विवस्त्र कले सभा तळे। कुच कुंकुम लोह भरे अधोबदन अनुसारे। बधूर दुख से शुणिला पुत्रकु बारी न पारिला। माया कपटे सभा करी दूत्य खेलाई धन हरी। बळे हरिले तांक देश कानने 12 बरस। अज्ञाते अधिक बरसे विराट देश मत्स्य देशे। तहि बंचिले दुखे सुखे बनेक क्षण अतिरेके। पुणी मिलिले राज्य आसी विश्वासे राजा पासे बसी। जीवन अर्थे किछि धन मागिले न देला राजन। पुणी कृष्णଙ୍କୁ करी दूत ग्राम मागिले पंडुसुत। कृष्णଙ୍କ बोल से न कला सूचि अग्रते से न देला। कृष्णଙ୍କୁ कला अपमान लोभे होइला हत ज्ञान। विदुरे आणी एक घरे विचार कला अंतपुरे। पांडवे मारी नाना बेळे राजा होइबि सर्वराजे। पांडवे मारी नाना ब्याजे
ନା ରାଜା ହୋଇବି ସର୍ବରାଜ୍ୟ। ଶୁଣିବି ଦୂର କର ଯୋଡ଼ି, ବୋଲଇ ରାଜା ପାଦେ ପଡ଼ି। ତୁ ତାଙ୍କୁ ଅର୍ଦ୍ଧରାଜ୍ୟ ଦେଇ, ପୁତ୍ରଙ୍କ ତୁଲେ ଭୁଞ୍ଜ ମହି। ନୋହିଲେ ସୁଖ ନାହିଁ ତୋର, ସେ ବିଷ୍ଣୁ ତେଜେ ବଳିୟାର। ସେ ହରି ତାଙ୍କୁ ସଙ୍ଗେ ଘେନି, ଉଶ୍ୱାସ କରିବେ ମେଦିନୀ। ସେଥାଇ ତାଙ୍କ ନିଜପୁରେ, ପାଣ୍ଡବ ବଂଶ ପକ୍ଷ ଧରେ। ସେ କୃଷ୍ଣ ଆସି ତାର ଘରେ, ବସିଲା ବାନ୍ଧବ ବେଭାରେ। ତାଙ୍କୁ ଇତର ପ୍ରାୟ ମଣୁ, ମନୁଷ୍ୟ ସଙ୍ଗେ ପରିଗଣୁ। ଏମନ୍ତେ ବିଦୁରର ବାଣୀ, ସମ୍ଭ୍ରମେ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି ତିନି ଜଣ, କର୍ଣ୍ଣ ଶକୁନି ଦୁଃଶାସନ। ବୋଲଇ କୁପିତ ଅଧରେ, ଆକର୍ଷି ଦୁଃଶାସନ କରେ। ଏ ଦାସୀ ପୁତ୍ର ମୋର ଘରେ, ବସଇ ବାନ୍ଧବ ବେଭାରେ। ଏ ମୋର ନିତ୍ୟ ଅନ୍ନ ଖାଇ, ପଣ୍ଡୁସୁତଙ୍କ ହିତେ ଥାଇ। କୃଷ୍ଣଙ୍କୁ ଘେନି ଭାଳେ ନୃତ୍ୟେ, ମୋର ବିନାଶ ଘେନି ଚିତେ। ଏମନ୍ତ ବୋଲି ବିଚାରିଲା, କୋପେ ଅନେକ ଗାଳି ଦେଲା। ଦଶନେ କାମୁଡ଼ି ଅଧର, ବୋଲେ ଭଣ୍ଡାରୁ ଦୂର କର। ଏହାକୁ ଦଣ୍ଡେ ହେନ ଥୁଅ, ରାଜୁ ବାହାର କରିଦିଅ। ଏମନ୍ତ ତାର ବାକ୍ୟ ଶୁଣି, ବଜ୍ର ପଡ଼ିଲା ପ୍ରାୟ ମଣି। ଏମନ୍ତ ନିଷ୍ଠୁର ବଚନ, ଶୁଣି ହୋଇଲା ହତ ଜ୍ଞାନ। ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା, ରାଜା ହିଁ ଆଶ୍ୱାସନା କଲା। ତକ୍ଷଣେ ଉଠି ସେ ବିଦୁର, ଚିତ୍ତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା, ତକ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାୟ ମଣି, ମନେ ଚିନ୍ତଇ ଚକ୍ରପାଣି। ହସ୍ତିନା ନଗରୁ ବାହାର, ତୀର୍ଥ ଗମନ ସେ ବିଦୁର। ମିଳିଲା ଯାଇ ଘୋର ବନେ, ଭ୍ରମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥ ଗତି, ହରି ଭକତେ ଯହିଥାନ୍ତି। ନିରାଶ କରି ଆତ୍ମା ମନ, ଗ୍ରାମ ପାଟଣା ଉପବନ। ସୁବର୍ଣ୍ଣଗିରି କୁଞ୍ଜ ଦେଶେ, ଭ୍ରମଇ ତୀର୍ଥ ପୁଣ୍ୟ ଆସେ। ପୁଣ୍ୟ ସରିତ ପୁଣ୍ୟ ରସ, ନିରତେ ଭ୍ରମଇ ବିଦୁର। ପୁଣ୍ୟ ସରିତ ପୁଣ୍ୟ ସର, ନିରତେ ଭ୍ରମଇ ବିଦୁର। ଅନନ୍ତ ସିଦ୍ଧ ଲିଙ୍ଗ ଜଇଁ, ଶୁଦ୍ଧ ପବିତ୍ର ପୁଣ୍ୟମୟୀ। ଏମନ୍ତେ ଅରକ୍ଷିତ ବେଶ, ଅଧର୍ମ ନାହିଁ ପୁଣ୍ୟ ଦେଶ। ହରି ତୋଷଣେ ଯେତେ ବ୍ରତ, ତପେ ତୋଷଇ ଅବିରତ। ଏମନ୍ତେ ଭାରତ ବରଷେ, କାଳେ ମିଳିଲା ସେ ପ୍ରଭାସେ। ତହିଁ ଶୁଣିଲା ସାଧୁ ବାଣୀ, ଅଶେଷ କୁରୁ ବଳ ଜିଣି। କୃଷ୍ଣ ସାରଥି ପଣେ ଆସି, ଅନେକ ଆଖୋହିଣୀ ଜିଣି। କୃଷ୍ଣ ସାରଥି ପଣେ ଆଣି, ଅନେକ ଆଖୋହିଣୀ ଜିଣି। ଗୋବିନ୍ଦ ଘେନି ତୀର୍ଥ ଜଳେ, ମଙ୍ଗଳ ଶୁଭ ଅନୁକୂଳେ। କରାଇ ଅଭିଷେକ ପୂଜା, କଲେ ଏକାନ୍ତ ଚକ୍ରେ ରାଜା। ସର୍ବେ ନାସିଲେ କୁରୁ ବଳେ, ଯେସନେ ବେଣୁ ଦାବାନଳେ। ଦଗ୍ଧ ବଦନେ ଶୋକ କରି, ସୁଜନ ବନ୍ଧୁଙ୍କୁ ସୁମରି। ମଉନ ହୋଇ ଅଶ୍ରୁ କଣ୍ଠେ, ଚଳିଲେ ସରସ୍ୱତୀ ତୀର୍ଥେ। ଯାହାର ତୀରେ ଏକାଦଶେ, ତୀର୍ଥେ ସେବନ୍ତି ପୁଣ୍ୟ ଦେଶେ। ତୀର୍ଥେ ପ୍ରସନ୍ନ ଅନୁଜାନ, କୌରବ ଅନଳ ପବନ। ସୁବାସ ଗବ୍ୟ ଘୃତ ଯମ, ଏକାନ୍ତେ ଏକାଦଶ ନାମ। ଏତେ ମନ୍ଦିର ବିଷ୍ଣୁ ଅର୍ଥେ, ତୀରେ ସେବନ୍ତି ଯେଝା ମତେ। ଏ ଆଦି ବ୍ରହ୍ମ କ୍ଷତ୍ରି ଯେତେ, ତୀର୍ଥେ ସଞ୍ଚିଲା ଦୃଢ଼ ଚିତ୍ତେ। ପ୍ରତ୍ୟଜ୍ଞ ମୁଖେ ନିଜେ ତାର, ଦିଶନ୍ତି ଅତି ମନୋହର।
ଯେ ପୁର ଦର୍ଶନ ମାତ୍ରେ ବିଷ୍ଣୁ ସ୍ମରଣ ପଶେ ଗାତ୍ରେ। ଏମନ୍ତେ ସରସ୍ୱତୀ ତୀର୍ଥ ଦେଖିବି ଦୂର କୃତ୍ୟ। ତହୁଁ ଚଳିଲା ତୋଷ ମନେ ସୌରାଷ୍ଟ୍ର ଶୋଭିର ଭବନେ। କୁରୁ ଜାଙ୍ଗଳ ମତ୍ସ୍ୟ ଦେଶ ଜିଣି ଯମୁନାରେ ପ୍ରବେଶ। କାଳିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିଜୟ ଗୋବର୍ଦ୍ଧନ। ସେବନେ ବୁଲି ଏକେ ଏକେ ନିଶ୍ଚଳେ ଉଦ୍ଧବକୁ ଦେଖେ। ହରି ଭକତଙ୍କର ସାର ତପସାରାଧି ମହାଘୋର। ଆସନ ନିଶ୍ଚଳ ସମାଧି କୃଷ୍ଣର ଚରଣ ଆରାଧି। ଏକାନ୍ତେ ଅଛି ବୃକ୍ଷ ତଳେ ବିଦୁର ଦେଖିବେନି ଡୋଳେ। ସେ ବାସୁଦେବ ଅନୁଚର କିଅବା ଦେବା ପଟାନ୍ତର। ଦେବଗୁରୁଙ୍କ ପୁତ୍ର ପ୍ରାୟେ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେନି ଜନ ନିବିଡ଼େ କରି ଆଲିଙ୍ଗନ। ବିଦୁର ଉଦ୍ଧବଙ୍କୁ ଚାହିଁ ଇଷ୍ଟ ବାନ୍ଧବ ସ୍ନେହ ବହି। ଲୋମହର୍ଷେ ଶୁଦ୍ଧ ଚେତା କୃଷ୍ଣର ପୁଛନ୍ତି ବାରତା। ପୁତ୍ର କୃଷ୍ଣ ପୁତ୍ରଙ୍କୁ ଆଦି କରି ଏକୁ ଅନେକ ନାମ ଧରି। ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇ ଭୋଜନ। ସେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ। ଧରଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହ ଏ ଜଗତେ। ରାମ ଗୋବିନ୍ଦ ହଳଧାରୀ ଯାଦବ ବଂଶେ ଅବତରୀ। ଅଛନ୍ତି ବସୁଦେବ ଘରେ ଆନନ୍ଦେ ବେନି ସହୋଦରେ। ଆମ୍ଭ ବଂଶର ଅଧିଦେବ ଦେବଙ୍କ ତୁଲେ ବାସୁଦେବ। ସୁଖେ କି ଅଛି ନିଜ ଘରେ ବନ୍ଧୁ ସୁହୃଦ ଭାବ ଭରେ। ପ୍ରଦ୍ୟୁମ୍ନ ଅଛନ୍ତି ନା ଭଲେ ଆନନ୍ଦେ ଜନନୀର ତୁଲେ। ରୁକ୍ମିଣୀ ପୂର୍ବ ତପ ଫଳେ ପ୍ରଦ୍ୟୁମ୍ନ ପୌତ୍ର କଲା କୋଳେ। ଭୋଜାଦି ସାତ ବଂଶ ରାଜା ଗୋବିନ୍ଦ ତାଙ୍କୁ କଲେ ପୂଜା। ଛାଡ଼ି ଆପଣା ନୃପାସନ ରାଜ୍ୟ ସ୍ଥାପିଲେ ଉଗ୍ରସେନ। ଭଲେ କି ଜାମ୍ବବତୀ ସୁତ ସେ ରଥୀ ମଧ୍ୟେ ମହାରଥ। କ୍ଷମେ କିଛନ୍ତି ଯଦୁମାନେ ତାହାଙ୍କୁ ସନ୍ତୋଷ ଅର୍ଜୁନେ। ସନ୍ତୋଷ ଧନୁର୍ବେଦ ଦେଲା ତେଣୁ କୃଷ୍ଣଙ୍କୁ ଆରାଧିଲା। ସଫଳା ଯଦୁସୁତ ତାର ଶୁଭେ କି ଅଛଇ ଅକ୍ରୂର। କଂସ ଆଦେଶେ ଗୋପପୁରେ ଲଭିଲା କୃଷ୍ଣ ରେଣୁ ଶିରେ। ଅଶେଷ ରଥୀ ମହାଯୋଧା ଭଲେ କି ଅଛି ଅନୁରୁଦ୍ଧା। ଯାର ମହିମା ଶବ୍ଦ ଯୋନି ତୁରୀୟ ତତ୍ତ୍ୱ ସଙ୍ଗେ ଘେନି। ସତ୍ୟଭାମାର ପୁତ୍ର ଯେତେ ଭଲେ କି ଅଛନ୍ତି ସମସ୍ତେ। ପ୍ରଦ୍ୟୁମ୍ନ କହ ଭଲ କଥା ସେ ଯେ ଭୀଷ୍ମ ଅତି ବଳବନ୍ତା। ଯାର ଚରଣ ଘାତ କପେ ପଶେ ଶରଣ ଭୂମି ତାପେ। ଅର୍ଜୁନ ଅଛି ଟିକି ଭଲେ ନିରତେ ଗୋବିନ୍ଦର ତୁଲେ। ଗାଣ୍ଡିବ ଧନୁ ଧରି କରେ ରଣେ ତୋଷିଲେ ଶୂଳ ଧରେ। ନକୁଳ ସହଦେବ ବାଣୀ କୁଶଳ କହ ପରିମାଣି। ଅଶ୍ୱିନୀ ନାସିକା ବିବରେ ଜନ୍ମ ହୋଇଲା ଏକ ଶିରେ। କେ କହେ ତାଙ୍କ ଗୁଣ ଗ୍ରାମ ଦେବଙ୍କ ବ୍ୟାଧି ହରେ ରାମ। ତାହାଙ୍କ ବେର୍ଜେ ଜାତ ହୋଇ ସୁନ୍ଦର ରୂପେ ମନ ମୋହି। ପାଣ୍ଡବ ଚକ୍ଷୁ ସେ ବୋଲାଇ
କହ କୁଶଳେ କି ଅଛଇ, ଦେଖ ଏ କୁନ୍ତୀ ଗର୍ଭର୍ଥେ, ସ୍ୱାମୀଙ୍କୁ ଚିନ୍ତେ ଅବିରତେ, ସେ ସ୍ୱାମୀ ବିନୁ ସୁତ ଲୋଭେ, ଯାନାମ ଚଉଦିଗେ ଭାବେ, ତାହାକୁ ଛାଡ଼ି ଭୋଗ ବିନେ, ରହିଲା ପୁତ୍ର ସ୍ନେହ ମନେ, ଯେ କୃଷ୍ଣ ପରମ ମଙ୍ଗଳ, ଆନନ୍ଦ ମାନଙ୍କର ମୂଳ, ତାର ଚରଣେ ସେବା କରି, ମୁଁ ଏବେ କାନନେ ବିହରି, ଦେଖ ଉଦ୍ଧବ ତା ମହିମା, କହି ନ ପାରେ ଗୁଣ ସୀମା, ଏ ଯେତେ ଥିଲେ ମହି ତଳେ, ଅନେକ ଆଖୋହିଣୀ ମେଳେ, ତାହାକୁ ମାୟାରେ ସଂହାରି, ହେଳେ ତ୍ରିଭୁବନ ଉଧରି, ସେ ହରି ଶୁଭ କଥା ମୋତେ, କହ ଉଦ୍ଧବ ଶୁଦ୍ଧ ଚିତ୍ତେ, ଏମନ୍ତେ ବିଦୁରର ବାଣୀ, ଉଦ୍ଧବ ମନେ ପରିମାଣି, ଚିତ୍ତେ ଚିନ୍ତିଲା ନାରାୟଣ, ସୁଜନେ ଏକ ମନେ ଶୁଣ, ହରିଚରିତ ସୁଧାରସ, କହିଲେ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ପ୍ରଥମୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।